ଜୟ ଜଗନ୍ନାଥ, ଜୟ ମା ଆଦ୍ୟାଶକ୍ତି। ପ୍ରିୟ ଶ୍ରୋତାବନ୍ଧୁ, ଆଜି ଆମେ ଶୁଣିବାକୁ ଯାଉଛେ ଶ୍ରୀମଦ୍ ଭଗବତ ମହାପୁରାଣର ଚତୁର୍ଥ ଅଧ୍ୟାୟ। ବେଦ ପୁରାଣ ରବି ବ୍ୟାସ, ଚିତ୍ତେ ନହିଲେ ପରିତୋଷ। ଚତୁର୍ଥ ଅଧ୍ୟାୟ ଚରିତ, ଯହୁଁ ପ୍ରକାଶ ଭାଗବତ। ବ୍ୟାସ ଉବାଚ, ଏମନ୍ତେ ଭାଗବତ ବାଣୀ, ସୁତ ମୁନିଙ୍କ ମୁଖ ଶୁଣି। ମୁନିଙ୍କ ମଧ୍ୟେ କୁଳ ବୃଦ୍ଧ, ସୌନକ ନାମେ ଧର୍ମସୂଦ। ସର୍ବମୁନିଙ୍କ ଅବଦାନେ, ଉଚ୍ଚନ୍ତି ମଧୁର ବଚନେ। ସୌନକ ଉବାଚ, ହେ ସୁତ ତୁମ୍ଭେ ମହୀଧର, ବକ୍ତା জন ମଧ୍ୟେ ବର। ଜାହ୍ନବୀ ତଟେ ରାଜା ଆଗେ, ଶୁକ ଯା କହିଲେ ସରାଗେ। ସେ କଥା କହ ଆମ୍ଭ ଆଗ, ତୁମ୍ଭେ ଯେ ଅଟ ମହାଭାଗ। ଇ ଭାଗବତ ଶାସ୍ତ୍ର କେବେ, ବ୍ୟାସ ରଚିଲେ କେଉଁ ଯୁଗେ। କାହାର ବୋଲେ କାହିଁ ବସି, କି ଭାବେ କି ହେତୁ ଉଦ୍ଦେଶୀ। ଶୁକ ଯେ ତାହାଙ୍କ କୁମର, ସମଦର୍ଶୀ ନିର୍ବିକାର। ଏକାନ୍ତ ମତି ରାତ୍ର ଦିନେ, କଷ୍ଟ ମହିମା ଯାର ମନେ। ନିର୍ମାୟା ମୂଢ଼ତା ପ୍ରତୀତି, ଇଖି ନ ପାରେ କେହି ଗତି। ଯାହାର ଆଗମନ କାଳେ, ଦେବକନ୍ୟାଏ ଥିଲେ ଜଳେ। ସ୍ୱଭାବେ ନଗ୍ନ ତାଙ୍କୁ ଦେଖି, ଧାଇଁଲେ ଇଚ୍ଛାକୁ ଉପେକ୍ଷି। ଦେଖିବା ଅର୍ଥେ ଜଳ ତଟେ, ମିଳିଲେ ଶୁକଙ୍କ ନିକଟେ। ବ୍ୟାସଙ୍କୁ ତାଙ୍କ ପଛେ ଚାହିଁ, ଜଳେ ପଶିଲେ ବେଗେ ଯାଇ। ସ୍ୱଭାବେ ସେ ଶୂର ଯୁବତୀ, ଜାଣନ୍ତି ସର୍ବ ପ୍ରାଣୀ ଗତି। ଦେଖି କନ୍ୟାଙ୍କ ମୂଢ଼ ଗତି, ଚଞ୍ଚଳ ବ୍ୟାସଙ୍କର ମତି। ପୁଣି କ୍ଷଣକେ ପାଇ ଶାନ୍ତି, କନ୍ୟାଙ୍କୁ ଚାହିଁ ପଚାରନ୍ତି। କହିଲ ମୋର ପୁତ୍ର ଚାହିଁ, କିମ୍ପା ପଶିଲ ଜଳେ ଯାଇ। ଏ କିସ ତୁମ୍ଭର ବେଭାର, ସେ ଶୁକ ମୋହର କୁମର। ତରୁଣ ବୟସ ତାହାର, ଏ ବୃଦ୍ଧ ଶରୀର ମୋହର। ବ୍ୟାସ ବଚନେ ନାରୀ ଗଣେ, ତତ୍କ୍ଷଣେ ନମିଲେ ଚରଣେ। ବୋଲନ୍ତି ବ୍ୟାସ ମୁଖ ଚାହିଁ, ସଂସାର ତାଙ୍କ ହୃଦେ ନାହିଁ। ସ୍ତ୍ରୀ ପୁରୁଷ ନ ଜାଣନ୍ତି, ସମସ୍ତ ଏକ ଭାବେ ଚିନ୍ତି। ତୁମ୍ଭେ ଯେ ବୋଲ ଆମ୍ଭେ ବୃଦ୍ଧ, ବିଷୟର ସେ ଅଛି ସାଧ। ଏ ଜ୍ଞାନୀ ହୋଇଲୁ ଅନ୍ତର, ଆମ୍ଭର ଦୋଷ କ୍ଷମା କର। ଏମନ୍ତେ ଗଲେ ନାରୀ ଗଣେ, ଶୁକ ରହିଲେ ସେହି ବନେ। ସେ ଶୁକ ମୁନି କିସ କାର୍ଯ୍ୟେ, ପ୍ରବେଶ କଲେ କୁରୁ ରାଜେ। ଜଡ଼ ଉନ୍ମତ୍ତ ପ୍ରାୟ ହୋଇ, ତାହାଙ୍କୁ କେହି ନ ଜାଣଇ। ଏମନ୍ତେ ପରୀକ୍ଷିତ ମିଳେ, ମିଳିଲେ ଜାହ୍ନବୀର କୂଳେ। ତହିଁ ଅନେକ ମୁନି ମଧ୍ୟେ, ଏ ଭାଗବତ ଈଶା ସ୍ୱାଦେ। ପ୍ରଜାଙ୍କ ଦ୍ୱାରେ ସାୟଂକାଳେ, ସେ ନିତ୍ୟ ଭିକ୍ଷା ଅର୍ଥେ ଚଳେ। ଗୋଦୋହ ମାତ୍ରଂ ଦ୍ୱାରେ ରହି, ଗୃହୀଙ୍କ ତୀର୍ଥ ଫଳ ଦେଇ। ସେ ମୁନି ପରୀକ୍ଷିତ ମିଳେ, ମିଳିଲେ ପୂର୍ବ ପୁଣ୍ୟ ଫଳେ। ସେ ପୁଣି ଭାଗବତ ଶାସ୍ତ୍ର, କହିଲେ ଏତ ଆଚମ୍ବିତ। ସେ ଭାଗବତ ପରୀକ୍ଷିତ, ସ୍ୱଭାବେ ଅଭିମନ୍ୟୁ ସୁତ। ତାହାଙ୍କ ଜନ୍ମ କର୍ମ ଯେତେ, କହିବା ଆମ୍ଭର ଅଗ୍ରତେ। ଅତି ଅଦ୍ଭୁତ ଅଛୁ ଜାଣି, ଏବେ ତରିବୁ ତାହା ଶୁଣି। ସେ ସର୍ବ ରାଜାଙ୍କର ସାର,
ପାଣ୍ଡବ ବଂଶେ କୀର୍ତ୍ତିଧର ରାଜ ସମ୍ପଦ କରି ଦୂର କିମ୍ପା ରହିଲେ ଗଙ୍ଗା ତୀର ଶତ୍ରୁ ରାଜାଏ ଯାର ପାଦ ନମନ୍ତି ଦେଇଣ ସମ୍ପଦ ଯୁବା ବୟସେ ନରପତି ତେଜିଣ ଅଚଳ ବିଭୂତି ଯେହୁ ଶରୀର ଏ ସଂସାରେ ବହଇ ପର ଉପକାରେ ହରିଚରଣ ଚିନ୍ତି ଚିତେ ଯେ ରାଜା ବର୍ତ୍ତେ ଜନହିତେ ସେ କିମ୍ପା ଛାଡ଼ିଲେ ଜୀବନ ଉପେକ୍ଷୀ ଗୃହ ଧନ ଜନ କହ କାରଣ କିବା ଅତେ ସଂଶୟ ଛାଡ଼ିବ ଯେ ମତେ ତୁମ୍ଭେ ସକଳ ବିଦ୍ୟା ପର କହ ସଂଶୟ ଯାଉ ଦୂର ଏମନ୍ତେ ସୌନକ ବଚନେ ସକଳ ପ୍ରଶ୍ନ ଅନୁମାନେ କହନ୍ତି ସୁତ ମହାରୁଷି ମୁନିଙ୍କ ପ୍ରଶ୍ନ ପରଶୁଚି ସୁତ ଉବାଚ ଶୁଣ ସକଳ ମୁନିଜନ ଶ୍ରୀକୃଷ୍ଣ ଚରିତ ବିଧାନ ତ୍ରେତୟା ଯୁଗ ଭୋଗ ଅନ୍ତେ ଦ୍ୱାପର ଯୁଗ ଉପଗତେ ପରାଶରଙ୍କ ବୀର୍ଯ୍ୟ ଜୁତେ ଯୋଜନ ଗନ୍ଧା ଗର୍ଭଗତେ ବିଷ୍ଣୁର ଅଂଶେ ବ୍ୟାସ ମୁନି ଜନ୍ମିଲେ ନର ଦେହ ଘେନି ସେ ଏକ ଦିନେ ପ୍ରାତଃ କାଳେ ସ୍ନାହାନ ସାରି ଗଙ୍ଗା ଜଳେ ଏକାନ୍ତେ ବଦରିକାଶ୍ରମେ ବସିଣ ନିଶ୍ଚଳ ଆସନେ ପରବରଂ ଜ୍ଞାନ ଜାଣେ ସକଳ ଶାସ୍ତ୍ର ପରିମାଣେ ଯେ କାଳ ପୁରୁଷ ସେ କାଳେ ଯୋଗେ ଉଡ଼ନ୍ତି ଅନ୍ତରାଳେ ତାହାଙ୍କୁ ନ ଦେଖନ୍ତି କେହି ବ୍ରହ୍ମାଣ୍ଡ ମଧ୍ୟେ ଦେହ ବହି ପ୍ରାଣୀଙ୍କ ବଳ ନିତ୍ୟ ହରେ ଯୁଗ ସ୍ୱଭାବ ଅନୁସାରେ କଳିୟାଗମେ ପ୍ରାଣୀଙ୍କର ଯେମନ୍ତ ହୋଇବ ବ୍ୟବହାର ଶ୍ରଦ୍ଧା ଛାଡ଼ିବେ ଅତି ଦୂରେ ନିଃସନ୍ତ ହୋଇବେ ଶରୀରେ ବୁଦ୍ଧି ହୋଇବ ଲୋଭବଶ ଲୋକେ ହୋଇବେ ଅଳ୍ପାୟୁଷ ଦୁର୍ଭାଗ୍ୟ ହୋଇବେ ସକଳେ ଏହା ଜାଣିଲେ ଯୋଗ ବଳେ ବ୍ରାହ୍ମଣ ଆଦି ଚାରି ବର୍ଣ୍ଣେ କଳି ବଞ୍ଚିବେ ଯେଉଁ ଧର୍ମେ ବେଦ ଉଚିତ ଶୁଦ୍ଧ କର୍ମ ଆଶ୍ରମେ ଭିନ୍ନ ଭିନ୍ନ ଧର୍ମ ଜୀବର ସୁଧେ ଅର୍ଥ କରି ଯେମନ୍ତେ ବିଷ୍ଣୁ ମାୟା ତରି ଧର୍ମା ସାଧିବେ ଯଜ୍ଞ ମତେ ଏମନ୍ତ ଭଳି ମୁନି ଚିତେ ବେଦକୁ କଲେ ଚାରି ଖଣ୍ଡ ମଧ୍ୟେ ଭିଆଇ କର୍ମ କାଣ୍ଡ ରଜ ଯଜୁ ସାମ ଅଥର୍ବ ଏ ରୂପେ କରି ଭିନ୍ନ ଭାବ ପଞ୍ଚମ ବେଦ ଇତିହାସ କଲେ ପୁରାଣ ଅଷ୍ଟାଦଶ ପରିଳ ମୁନିଙ୍କି ଆଣିଲେ ପ୍ରଥମ ବେଦ ପଢ଼ାଇଲେ ଜୟମିନିକି ଦେଲେ ସାମୁ ଯାଜୁ ଯେ ବଇ ସାମ୍ପାୟନ ଅଙ୍ଗିରା ମୁନି ଅର୍ଥ ବସେ ମୋ ପିତା ଲୋମ ହର ସଚେ ପୁରାଣ ଅଷ୍ଟାଦଶ ଦେଲେ ଏମନ୍ତେ କର୍ମ ସମ୍ପାଦିଲେ ସେ ଶିଷ୍ୟ ବିଚାରି ନିଶ୍ଚଳେ ବେଦ ବୃକ୍ଷକୁ ଯୋଗ ବଳେ ଅନେକ ଶାଖା ବିଆଇଲେ ଶିଷେ ପ୍ରଶିକ୍ଷେ ଶିଖାଇଲେ ଅଳପ ବୁଦ୍ଧି ନର ଯେତେ ବେଦ ନ ଘେନି ଦୃଢ଼ ଚିତେ ତେଣୁ ଏ ବେଦ ଭାଗ କଲେ ଯେ ଯାହା ମତି ଅନୁସାରେ ସ୍ତ୍ରୀ ଶୂଦ୍ର ଜନ ଏ ଜଗତେ ଯୋଗ୍ୟ ନୁହନ୍ତି ବେଦ ପଥେ ତାହାଙ୍କ ନିସ୍ତାରଣ ଅର୍ଥେ
উপায় চিন্তি দয়া চিত্তে বুদ্ধি মন্দরে বেদ মন্থি ভারত পদ বন্দে গুন্থি বেদু উধারি সারথ ସୁଜିଲେ ପୁରାଣ ଭାରତ ପ୍ରାଣୀଙ୍କୁ ନିଷ୍ଠାରିବା ଅର୍ଥେ ଏ ରୂପେ ସୃଜି ବେଦ ମତେ କଲେ ହିଁ ସର୍ବଧର୍ମ ଯେତେ ତୋଷ ନହିଲେ ହୃଦଗତେ ଆଶ୍ରମ ସରସ୍ୱତୀ କୂଳେ ମନେ ଯେ ନ ରହେ ନିଶ୍ଚଳେ ଯୋଗେ ନ ପାରି ଚିତ ଧରି ଚଞ୍ଚଳେ ଏ ମନ୍ତ ବିଚାରି ଅତି କଠୋରେ ବେଦ ଅଗ୍ନି ପୂଜି ଗୁରୁଙ୍କ ଆଜ୍ଞା ମାନି କର୍ମର ନାଶ ନାହିଁ ଜେଣେ ମୁଁ ଯାହା କରିଛି ନିର୍ମାଣେ ଯେଉଁ ଭାରତ ବେଦ ସାରେ କଲି ସ୍ତ୍ରୀ ଶୂଦ୍ର ତାରିବାରେ ତେବେ ନିର୍ମଳ ନୋହେ ମନ ଚିନ୍ତା ଅନଳେ ଛନ ଛନ ଏ ମନ ଧରି ବିକେ ମନ୍ତେ ନିଶ୍ଚଳ କରି ଜ୍ଞାନ ପଥେ ଯେବେ ଚିନ୍ତିଲି ବେଦ ଧର୍ମ ବିଚାରେ ସେ ତ ମାୟା ଭ୍ରମ ଏ ମାୟା ତୁଟଇ ଯେ ମନ୍ତେ ଶ୍ରୀକୃଷ୍ଣ ଭକ୍ତି ଯୋଗ ପଥେ କହିବି ଭାଗବତ ଧର୍ମ ଯେଣେ ନ ଲାଗେ ଭବ ଭ୍ରମ ହେମନ୍ତ ହୃଦୟ ବିଚାରି ମନକୁ ନ ପାରନ୍ତି ଧରି ହେମନ୍ତ ସମୟେ ନାରଦ ଆସନ୍ତେ ଶୁଭେ ବୀଣାନାଦ ତକ୍ଷଣେ ସରସ୍ୱତୀ ତଟେ ମିଳିଲେ ବ୍ୟାସଙ୍କ ନିକଟେ ନାରଦ ଆଗମନ ଦେଖି ତକ୍ଷଣେ ଆସନ ଉପେକ୍ଷି କେତେ ଦୂର ଆଗ ସରି ନାରଦ କରେ କର ଧରି ବସାଇ ଉତ୍ତମ ଆସନେ ପୂଜିଲେ ଅତିଥି ବିଧାନେ ସେ ବ୍ୟାସ ନାରଦଙ୍କ ପାଦେ ସୃଜନେ ପ୍ରଣାମ ଆନନ୍ଦେ ଯାର ଚିନ୍ତନେ ପାପ ନାଶ ନମଇ ଜଗନ୍ନାଥ ଦାସ। ইতি শ্রী শ্রীমদ্ভাগবতে মহাপুরাণে পারমহংস্যাস্য সংহিতায়াং প্রথম স্কন্ধে নৈমিষারণ্যোপাখ্যানে নারদগমনম নাম চতুর্থোপাধ্যায়।